ମାତୃରଚନାବଳୀ ଭାଗ 10 ଜ୍ଞାନ 399। ପ୍ରଭୁ ଲେଖୁଛନ୍ତି, ଜଡ଼ିବୁଟିର ବ୍ୟବହାର କରୁଥିବା ଗୁଣିଆ ଉପରେ ଆସ୍ଥା ରଖିଛି ବୋଲି ଆଦିମ ମନୁଷ୍ୟକୁ ଆମେ ଭାରି ଉପହାସ କରୁ। ମାତ୍ର ଡାକ୍ତରମାନଙ୍କ ଉପରେ ଆସ୍ଥା ରଖିଥିବା ସଭ୍ୟମାନଙ୍କୁ କିପରି ଭାବରେ କମ୍ ଅନ୍ଧବିଶ୍ୱାସୀ ବୋଲି କୁହାଯିବ? ଆଦିମ ମଣିଷ ଦେଖିବାକୁ ପାଏ ଯେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ମନ୍ତ୍ରକୁ ବାର ବାର ଉଚ୍ଚାରଣ କରାଯାଉଛି, ସେତେବେଳେ ସେ ଏକ ନିର୍ଦ୍ଦିଷ୍ଟ ରୋଗରୁ ଅନେକ ସମୟରେ ଆରୋଗ୍ୟ ଲାଭ କରିପାରୁଛି। ତାର ବିଶ୍ୱାସ ହୋଇଯାଏ। ଜଣେ ସଭ୍ୟ ରୋଗୀ ମଧ୍ୟ ଦେଖିବାକୁ ପାଏ ଯେ ଡାକ୍ତରଙ୍କ ବରାଦ ଅନୁସାରେ ଯେତେବେଳେ ସେ ଏକ ନିର୍ଦ୍ଦିଷ୍ଟ ଔଷଧର ସେବନ କରୁଛି, ସେତେବେଳେ ସେ ଅନେକ ସମୟରେ ଏକ ନିର୍ଦ୍ଦିଷ୍ଟ ରୋଗରୁ ଆରୋଗ୍ୟ ଲାଭ କରୁଛି। ତାର ମଧ୍ୟ ବିଶ୍ୱାସ ହୋଇଯାଏ। ତେବେ ପାର୍ଥକ୍ୟ ଆଉ ରହିଲା କେଉଁଠାରେ? ଦେଖନ୍ତୁ, ଏଠି ଯୋଉ କେତେ ଗୁଡେ କଥା ଆମେ ଆଲୋଚନା କରିପାରିବା। ଯୋଉ ଆଲୋଚନାଟି ସେ କରୁଛନ୍ତି, ଦୁଇଟା ଯାକ କଥା ରଖୁଛନ୍ତି ଦି ପଟରେ। ଆମେ ଦେଖନ୍ତୁ, ଗୋଟିଏ ପଟେ ଜଣେ ଯୋଉ ଆମର ଆଦିମ ଅଧିବାସୀ ଯିଏ ଯୋଉ ଆସ୍ଥା ରଖିଛି ଗୋଟେ ଗୁଣିଆ ଉପରେ, ଆଉ ଆମେ କହୁଛେ ତଥାକଥିତ ସଭ୍ୟ ବ୍ୟକ୍ତି ଯିଏ ଆସ୍ଥା ରଖିଛି ଡାକ୍ତର ଉପରେ। କଣ ଫରକ ଦିଟା ଭିତରେ ସେ କହୁଛନ୍ତି? କୁହନ୍ତୁ କଣ ଫରକ? ସିଏ ଯୋଉ ରଖିଛି ଗୁଣିଆ ଉପରେ, ଗୁଣିଆ ତାକୁ ଯାହା କହୁଛି ସେ କରୁଛି, ଗୋଟେ ମନ୍ତ୍ର ଉଚ୍ଚାରଣ କରୁଛି, ଯାହା କରୁଛି ସେ ବି ଭଲ ହଉଛି। ଇଏ ଡାକ୍ତର ଉପରେ ଯୋଉ ଆସ୍ଥା ରଖିଛି, ସେ ବି କଣ କି ଡାକ୍ତର ଏତେ ଗୁଡାଏ ଲୋକକୁ ଭଲ କରିଛନ୍ତି, ସେ ଶୁଣିଛି, ଏବଂ ଡାକ୍ତର ତାକୁ ଯୋଉ ଔଷଧ ଦଉଛି ସେ ଔଷଧ ସେ ବ୍ୟବହାର କରୁଛି, ଭଲ ହଉଛି। ଯଦି ଦେଖାଯାଏ ଦିଟା ଯାକ କ୍ଷେତ୍ରରେ ଏକା ନା ଅଲଗା ଦେଖିବା? ଦିଟା ଯାକ ଏକା। ତାର ବି ବିଶ୍ୱାସ ଅଛି ଡାକ୍ତର ଗୁଣିଆ ଉପରେ, ଆର ବିଶ୍ୱାସ ଅଛି ଡାକ୍ତର ଉପରେ। ଆର ବିଶ୍ୱାସ ଅଛି ଡାକ୍ତର ଯୋଉ ଔଷଧ ଦେଲେ ସେ ଖାଉଛି, ତାର ବିଶ୍ୱାସ ଅଛି ଗୁଣିଆ ଉପରେ, ଗୁଣିଆ ଯୋଉ ଜଡିବୁଟି ଯୋଉ ମନ୍ତ୍ର କଲେ ତା ଉପରେ ସେ ଭଲ ହଉଛି। ଦୁଇଟା ଯାକ କଥାରେ ଦେଖିବେ ଦି ଜଣ ଯାକ ସମାନ, କିନ୍ତୁ ଆମେ ବେଳେ ବେଳେ କଣ କହୁ, ଯୋଉମାନେ ସେ ଆଦିମ ଅଧିବାସୀ ମାନଙ୍କୁ ଆମେ କହୁଛୁ ଅନ୍ଧବିଶ୍ୱାସୀ, ଆଉ ଆମେ ଥଟ୍ଟା କରୁ, ପରିହାସ କରୁ। ଏଠି ଆଉ ଗୋଟେ ଆଙ୍ଗଲ ଦେଖନ୍ତୁ, ଆମେ ପ୍ରକୃତ ଆଙ୍ଗଲକୁ ଯିବା, କିନ୍ତୁ ମୁଁ ଆଉ ଗୋଟେ ଆଙ୍ଗଲ କହୁଛି ଏଇ ସକାଶେ। ତା ମାନେ ଆମେ ଯୋଉ ଜାଗାରେ ଯେତେବେଳେ ଥଟ୍ଟା କରୁଛୁ, ଯୋଉ ପରିହାସ କରୁଛୁ, ତାର ଗୂଢ କଥାକୁ ଯଦି ଆମେ ଟିକେ ବିଶ୍ଳେଷଣ କରି ଦେଖିବା, ଯେ ସେଇ ଏକା ପ୍ରକାର କାର୍ଯ୍ୟ ଆମେ କୋଉଠି ନା କୋଉଠି କୋଉ ଜାଗାରେ କରୁଛୁ, ହେଲା। ଆଉ ଏଠି ଚିକିତ୍ସା ବିଷୟରେ କଥା ଯେହେତୁ କୁହାହଉଛି, ପ୍ରକୃତରେ ବିଶ୍ୱାସ କଣ କରେ? ଆମକୁ ଆରୋଗ୍ୟ କରେ, ଆଉ କିଛି ନୁହେଁ। ଏବଂ ଆ ଉପରେ ବର୍ତ୍ତମାନ ହେଇଗଲାଣି ତଥାପି 10-11 ବର୍ଷ ହବ ଅଲରେଡି ଏକ୍ସପେରିମେଣ୍ଟ କରା ସରିଲାଣି। ହଜାର ହଜାର ଲୋକକୁ ନିଆଗଲା। ଜଣେ ଗୋଟିଏ 1000 କାଟାଗୋରୀ ଲୋକଙ୍କୁ ନିଆହେଲା ଯୋଉମାନେ କି ଡାକ୍ତର ମାନଙ୍କ ଉପରେ ବିଶ୍ୱାସ କରନ୍ତି। ଆମ ଭିତରେ କେତେକ ଲୋକ ଦେଖିଥିବେ ଅମକ ଡାକ୍ତରର ଔଷଧ ଖାଇଲେ ସେମାନେ ଭଲ ହେବେ ବୋଲି ତାଙ୍କର ଗୋଟେ ଧାରଣା ଥାଏ। ସେମାନଙ୍କୁ ଯୋଉ ଡାକ୍ତର ପାଖରେ ସେମାନେ ବିଶ୍ୱାସ ରହିଛି, ତାଙ୍କୁ ରଖା ହେଲା, ସେଇ ଡାକ୍ତର ପାଖକୁ ତାଙ୍କୁ ଦେଖିଲେ ଏବଂ ତାଙ୍କୁ ଔଷଧ କିନ୍ତୁ ଦିଆହେଲା ନାହିଁ। ସେଇ ଡାକ୍ତର ଆସିଲେ, କିନ୍ତୁ ଔଷଧ ଦିଆହେଲା କେବଳ ଯୋଉ ନର୍ମାଲ ବଟିକା, ଯୋଉ ବଟିକା କି ମେଡିସିନ ବଟିକା ନୁହେଁ, କିନ୍ତୁ ନର୍ମାଲ ତାଙ୍କୁ ଦିଆହେଲା। କଣ ଦିଆହେଲା? ସେଇ ଡାକ୍ତର ଆସିଲେ, ତାଙ୍କୁ ଦେଖିଲେ ଏବଂ ତାଙ୍କୁ ଦେଲେ, ପ୍ରେସକ୍ରିପସନ ଲେଖି ଦେଇ ଗଲେ, କିନ୍ତୁ ବଟିକା ଦିଆହେଲା ନାହିଁ ପ୍ରେସକ୍ରିପସନ ଅନୁସାରେ। ଆଉ 1000 ଲୋକଙ୍କୁ ତାଙ୍କୁ ଦିଆହେଲା ଯୋଉମାନଙ୍କର ଔଷଧ ଉପରେ ବିଶ୍ୱାସ ଥାଏ। ଆମର କେତେ ଜଣ ଲୋକ ଦେଖିବେ, କଣ ହେଲା କଣ ହେଲା ନାକ କଣ ହଉଛି, ଗୋଟେ କାମ କରେ, ସେ ଯୋଉ ଆଲବିଲ ଟା ଖାଇଦଉନୁ, ହଁ ଅମକ ହଉଛି, ଏ ତୁ ଏଇ ଔଷଧ ଖାଇଦଉନୁ, ସାଙ୍ଗେ ସାଙ୍ଗେ। ମାନେ ଏତେ ଔଷଧ ମାନିଆ, ଯଦି ଔଷଧ ସେ ପାଇଗଲେ ତାଙ୍କ ଦେହ ଭଲ ହେଇଯିବ। ଖାଲି ଔଷଧ ଔଷଧ ଔଷଧ। ସେମାନଙ୍କର ଆଉ କେତେ ଦାମିକିଆ ମେଡିସିନ ଖାଇଲେ ଭଲ ହେବେ, ତାଙ୍କୁ ଦାମିକିଆ ମେଡିସିନ ଦିଆଗଲା। 1000 ଲୋକଙ୍କୁ ଏକ୍ସପେରିମେଣ୍ଟ କରାଯାଇଛି। ଆଉ କିଛି ଲୋକ ଯୋଉମାନେ ବିଶ୍ୱାସ କରନ୍ତି ପ୍ରେୟାର ଉପରେ, ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ଯେ ପ୍ରେୟାର କଲେ ଆମର ଭଲ ହବ, ତାଙ୍କୁ କଣ କରାଗଲା? ତାଙ୍କର ଯୋଉ ଦେହ ଖରାପ ସମୟରେ ସେମାନେ ଯୋଉ ଇଷ୍ଟଙ୍କୁ ପ୍ରାର୍ଥନା କରନ୍ତି ତାଙ୍କୁ ପ୍ରାର୍ଥନା କରିବା ପାଇଁ ସୁଯୋଗ ଦିଆଗଲା। ଏଠି ଯୋଉ ମେଡିସିନ ଉପରେ ଯୋଉମାନେ ବିଶ୍ୱାସ କରନ୍ତି, ତାଙ୍କର ନର୍ମାଲ ଡାକ୍ତର ଆସିଲେ, ଦେଖିଲେ ତାଙ୍କର ରୋଗ କଣ ହେଇଛି,
ଏବଂ ସେଇ ଅନୁସାରେ ତାଙ୍କୁ ଔଷଧ ଦିଆଗଲା। ଔଷଧ କିନ୍ତୁ ବ୍ରାଣ୍ଡେଡ ଔଷଧ, ଯୋଉ ଔଷଧ ଦିଆହେବା କଥା ଦିଆହେଲା। ଯୋଉମାନେ ପ୍ରେୟାର, ଯୋଉମାନେ ଭଗବାନଙ୍କ ଉପରେ ଆସ୍ଥା ରଖନ୍ତି ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାହେଲା। ସେମାନେ ପ୍ରାର୍ଥନା କରିବେ ତାଙ୍କର ଦେହ ଖରାପ, କିଏ ନାମ ଜପ, କିଏ ଧ୍ୟାନ, କିଏ ପ୍ରାର୍ଥନା, କିଏ ତାର ପୂଜା, ଯିଏ ଯାହା କଲା। ଆଉ କିଛି ଲୋକ 4 ପ୍ରକାରର ସେମାନେ ଟେଷ୍ଟ କରିଥିଲେ। ଆଉ କିଛି 4ଟା ଭେରାଇଟି, ଆଉ ଗୋଟେ ଭେରାଇଟି ରଖାଯାଇଥିଲା କଣ, ଯୋଉମାନେ ତାଙ୍କ ପାଇଁ ଅନ୍ୟ କିଛି ଜଣ 1000 ଲୋକ ପ୍ରେୟାର କରୁଥିଲେ। କେବଳ ତାଙ୍କୁ ତାଙ୍କ ନାଁ କୁହାଯାଇଥିଲା, ତାଙ୍କ ନାଁ କୁହାଯାଇଥିଲା, ଏଇ ଲୋକ ଏଇ ନାଁ ଏୟା, ତାଙ୍କୁ ଏଇ ରୋଗ ହେଇଛି, ଏମାନେ ତାଙ୍କ ପାଇଁ ପ୍ରେୟାର କରୁଥିଲେ। ये टेस्टा एटा ऑथेंटिकली विथ टोटली प्रूफ सहित डॉक्यूमेंटेशन ହେଇଛି। ଏବଂ जो वर्ल्ड रे जो हमर अमेरिकन ये तरफ जो साइंस जर्नल रही ସେଇଥିରେ ଏ ରେଜଲ୍ଟଟା ବାହାରିଥିଲା। ସେମାନେ ଯୋଉମାନେ ଟେଷ୍ଟ କରିଥିଲେ ରେଜଲ୍ଟ ବାହାର କରିଥିଲେ, ଦେଖିଲେ ସବୁଥିରେ ରେଜଲ୍ଟ ପାଖାପାଖି ସମାନ। ଯୋଉମାନେ ଡାକ୍ତରଙ୍କ ଉପରେ ବିଶ୍ୱାସ କରିଛନ୍ତି ତାଙ୍କ ଭିତରୁ ବି ପାଖାପାଖି 80-90% ଭଲ ଆରୋଗ୍ୟ ହେଇଛନ୍ତି। ଏବଂ ଯୋଉମାନେ ଔଷଧ ଉପରେ ବ୍ୟବହାର କରୁଥିଲେ, ଔଷଧ ଉପରେ ବିଶ୍ୱାସ ଥିଲା, ତାଙ୍କର ବି 80-90% ଲୋକ ଆରୋଗ୍ୟ ହେଇଛନ୍ତି। ଏବଂ ପ୍ରେୟାର ଯାହା ପାଇଁ କରାହଉଥିଲା ସେମାନେ ବି 90% ପାଖାପାଖି ଲୋକ ଆରୋଗ୍ୟ ଲାଭ କରିଛନ୍ତି, କୌଣସି ପ୍ରକାରର ମେଡିକେସନ ବିନା। ଯୋଉମାନେ ନିଜେ ଭଗବାନଙ୍କ ଉପରେ ଆସ୍ଥା ରଖନ୍ତି ସେମାନେ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି ୱିଦାଉଟ୍ ମେଡିକେସନ, ୱିଦାଉଟ୍ ଡକ୍ଟର ପ୍ରେସ୍କ୍ରିପସନ, ୱିଦାଉଟ୍ ଡକ୍ଟର ଆଡଭାଇସ୍। ଏଇଠି ତେଣୁ ସେମାନେ ସେଥିପାଇଁ କହିଲେ ଯେ ଆକ୍ଚୁଆଲି ଫାଇନାଲି ଫେଥ୍ ଦ୍ୟାଟ୍ କ୍ୟୁଅର୍ସ। ସେମାନେ ବି ସେଇଥିପାଇଁ ଏବେ ଆପଣ ଦେଖିବେ ଡାକ୍ତରଖାନା ମାନଙ୍କ ଲେଖା ହଉଛି ଯେ ଆମେ ହଉଛୁ କେବଳ ଚିକିତ୍ସା କରୁଛୁ, କିନ୍ତୁ ଫାଇନାଲି ଭଗବାନ ହିଁ ତମର କେୟାର ନିଅନ୍ତି ଏବଂ ସେ କ୍ୟୁଅର କରନ୍ତି। ତେଣୁ ମା କହୁଛନ୍ତି ରୋଗୀ ଭିତରେ ରହିଥିବା ବିଶ୍ୱାସ ହିଁ ଔଷଧଟିକୁ ଆରୋଗ୍ୟ କରାଇବାର ସାମର୍ଥ୍ୟ ଆଣି ଦେଇଥାଏ। ହଁ, ଆଉ ଗୋଟେ ଏକ୍ସପେରିମେଣ୍ଟ ବି ହେଇଛି, ସେଟା ହଉଛି ଆମର ଯୋଉମାନଙ୍କର ଚୁଟି ପୁରା ଚନ୍ଦା ହେଇଯାଆନ୍ତି, ଜଣେ ଡାକ୍ତର, ତାଙ୍କ ନାଁଟା ବି ମନେ ପଡୁନି, ଅଲରେଡି ଏଟା ପ୍ରେସକ୍ରାଇବଡ ଏବଂ ଏଟା ସବୁ ମାନେ ୱାର୍ଲଡ ଫେମସ। ସେ ଡାକ୍ତର ତାଙ୍କର ପ୍ରେସକ୍ରିପସନ ହଉଛି କଣ, ଯୋଉ ଲୋକ ଚୁଟି ଉଠୁନାହିଁ ତାଙ୍କୁ ସେ କହନ୍ତି ଗୋଟେ ପାନିଆ ଦେବେ, ଆଉ କହିବେ ପ୍ରତ୍ୟେକ ଦିନ ଯିବେ ଯିବେ ୱାକିଂ କରିବେ, ମାନେ ସାମର୍ଥ୍ୟ ଅନୁସାରେ, କାହାକୁ 2.5 କିଲୋମିଟର ଯିବେ ଆସିବେ 2.5 କିଲୋମିଟର, କାହାକୁ 5 କିଲୋମିଟର ଯିବେ ଆସିବେ 5 କିଲୋମିଟର। ଆପଣ ୱାକିଂ କରି କରିକା ଯିବେ, ୱାକିଂ କରି କରିକା ଫେରିବେ, ତା ଭିତରେ ଆପଣ ପ୍ରତ୍ୟେକ ମୁହୂର୍ତ୍ତରେ ଖାଲି ଭାବିବେ ଯେ ମୋ ଚୁଟି ବହୁତ ଚୁଟି ଉଠିଲାଣି, କଳା କେଶ ହେଇଗଲାଣି, ବହୁତ ଘନ କଳା କେଶ ହେଲାଣି, ଆଉ ପାନିଆ ମାରିବି, ପାନିଆ ମାରିବେ। ଯେତେବେଳେ କୁଣ୍ଡେଇବେ ବି ପାନିଆ ମାରି ଖାଲି ଏମିତି ପାନିଆ ମାରିବେ, ୱାକିଂ କରିବେ ଆପଣ 2.5 କିଲୋମିଟର ବା 2 କିଲୋମିଟର ୱାକିଂ କରିବେ, 2 କିଲୋମିଟର ୱାକିଂ ଫେରିବେ, ବାଟ ଜାଗାରେ ପାନିଆ ମାରି ମାରିକା ଯାଉଥିବେ ଏବଂ କହିବେ କଣ, ମାନେ ନିଜେ ନିଜେ ସେଲ୍ଫ ମାନେ ଅଟୋ ସଜେସନ ଦେଇ ଦେଇକା ଯିବେ ଯେ ହଁ ମୋ ଚୁଟି ଉଠିଲାଣି, ହଁ ପ୍ରାୟ ଘନ କେଶ ହେଇଗଲାଣି, କେତେ ମୋଟା କେଶ ହେଇଗଲାଣି, କଳା ଦେଖା ଯାଉଛି। ସେ ଦେଖିଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ରେଜଲ୍ଟ। ଯାହାର ଚୁଟି କଣ ଯୋଉ ନଥିବ ନା ଯାହାର ଯୋଉମାନେ ଚୁଟି ଚନ୍ଦା, ଥିବ। ସିଏ ଯୋଉଟା ଏକ୍ସପେରିମେଣ୍ଟ କରିଥିଲେ ସେମାନେ ଚନ୍ଦା ହେଲା। ଆଉ ସିଏ ତାପରେ କହୁଛନ୍ତି ଯେ ଯୋଉମାନଙ୍କର ଚୁଟି ଝଡେ ସେମାନେ ମଧ୍ୟ ସମାନ ଇଏକୁ ସେମାନେ ଆପ୍ଲାଏ କରିପାରିବେ। ସିଏ ମୁଁ ଜାଣିଛି କୋଶ୍ଚିନ୍ ଟା କରିବ। ସାଧାରଣତଃ ସେଇ କେସରେ ସେ ଦେଖିଲେ ଯେ ଯୋଉମାନଙ୍କର ନା ନା ଭାଇ ଏଇଟା ଆଗରୁ କହିଥିଲେ ଯେ ମତେ, ମାନେ ଡାକ୍ତରଙ୍କ ଉପରେ ଲ୍ୟାବରେ ବିଶ୍ୱାସ ବସିଲା ବେଳେ ମୁଁ ରହିଛି ଆଉ ପଚାରିବି ବୋଲି ସେମାନଙ୍କର ମନେ ଚୁଟିଟା ଉଠେ, ଚୁଟିଟା ଉଠିଛି। ତାପରେ ଝଡିଆ କଥା କୁହ, ଝଡିଆ କଥା। ଝଡିବା ବି ହେଇଛି, ଝଡିବା କଥା ବି ଅଛି। ସେଥିରେ ବି ସେ ତାଙ୍କର ଏକ୍ସପେରିମେଣ୍ଟ ଝଡିବା ଲୋକ ବି ଥିଲେ, ଯୋଉମାନଙ୍କର ଚୁଟି ପୁରା ଘନ କେଶ ତାପରେ ହେଇଗଲା। ହଁ ମାନେ କହୁନ ଟିକେ। ଆଁ କଣ କହିବି, ସେଇଠି କୁହ ପ୍ରୋସେସ କୁହ ସମାନ। ପ୍ରୋସେସ। ପ୍ରୋସେସ ସମାନ କହିଲେ, ପ୍ରୋସେସ ହଉଛି ତମେ ୱାକିଂ କରି କରିକା ଯିବ 2 କିଲୋମିଟର, ରିଟର୍ଣ କରିବ 2 କିଲୋମିଟର, ଏବଂ ବାଟ ଯାକରେ ତମେ କଣ କରିବ, ପାନିଆ ମାରୁଥବ,
ମଝିରେ ମଝିରେ ପାନିଆ ମାରୁଥିବ ଏବଂ କହୁଥିବ କ'ଣ ଅଟୋ ସଜେସନ ନିଜକୁ, ବଡ ପାଟିରେ କହିବା ଦରକାର ନାହିଁ, ଅଟୋ ସଜେସନ ନିଜକୁ କହି ହଉଥିବ କ'ଣ ଯେ ନାଇଁ ନାଇଁ ମୋ ଚୁଟି ଝଡୁ ନାହିଁ, ହେ ଚୁଟି ଉଠିଗଲାଣି ବା, ମୋଟା ହେଇଗଲାଣି, ଆଉ କଳା କଳା କେଶ ହେଇଗଲାଣି, ମାନେ କଳା ହେଲାଣି, ଘନ କଳା ହେଲାଣି। ସେ କହିଲେ ଯେତିକିଟା ଫେଲିୟର, କିଛିଟା ଫେଲିୟର ବି ହେଇଛି, କହିଲେ ସେ ଫେଲିୟର ଲେଖିଛନ୍ତି ସେ ଯେ ଫେଲିୟର ଯଦି ପ୍ରକୃତ ବି କାରଣ ଦେଖାଯାଏ, କହିଲେ ସେ ବ୍ୟକ୍ତିଙ୍କର ସନ୍ଦେହ ରହିଛି ଏବଂ କେତେଟା କେସରେ କିଏ ତାକୁ କରିନାହାନ୍ତି, ଭୁଲି ଯାଉଛନ୍ତି, 7 ଦିନ ପରେ ଥରେ ମନେ ପଡୁଛି। ତେଣୁ ଏଠି ଫାଇନାଲ କଥା ସେ କହିଲେ ଯେ ଯେତେବେଳେ ଜଣେ ଅଟୋ ସଜେସନ କରୁଛି, ତା ସହିତ ତାଙ୍କ ଭିତରେ ସେଇ ଯୋଉ ପ୍ରକାରର କାମ ବି ହଉ, ହରମୋନ ସିକ୍ରେସନ ହଉ, ବା ଯେମିତି ଆପଣ ରୋଗ ପ୍ରତିରୋଧକ କ୍ଷେତ୍ରରେ ଯୋଉମାନେ ରୋଗ ହେଇଛନ୍ତି ରୋଗ ପ୍ରତିରୋଧକ କ୍ଷମତା ହଉ, ଆ ପୂର୍ବରୁ ଆମେ କଥା ହଉଥିଲେ ସ୍ୱାସ୍ଥ୍ୟ ଶକ୍ତି ତାହା ବୃଦ୍ଧି ପାଏ। ବର୍ତ୍ତମାନ ଆମେ ତାକୁ ଆଉ ଗୋଟେ ଆଙ୍ଗଲକୁ ନବା। ଏଠି ତ ଚିକିତ୍ସା ବିଜ୍ଞାନ ବିଷୟରେ କଥା ହଉଥିଲେ, ଆଉ ଗୋଟେ ଆଙ୍ଗଲ ହଉଛି ତା ମାନେ ବିଶ୍ୱାସ, ଫେଥ ଦ୍ୟାଟ କ୍ୟୁଅର୍ସ, ଫେଥ ବିଶ୍ୱାସ କ୍ୟୁଅର କରେ। ତେବେ ମୋ ଭିତରେ ଯୋଉ ସମସ୍ୟା ଆସୁଛି, ସେ ସମସ୍ୟାଟାକୁ ଯଦି ମୁଁ ସମର୍ପଣ କରିକି ବିଶ୍ୱାସ ରଖିଲି, ଆସ୍ଥା ରଖିଲି, ତେବେ ମତେ ଉତ୍ତର ବି ମିଳିବ। ଇଏ ହେଲା ଗୋଟିଏ। ସେକେଣ୍ଡ କଥା ହଉଛି ଯଦି ମୁଁ କେବଳ ଇମାଜିନ କଲି, ଅଟୋ ସଜେସନ କଲି, ମୋର ଏହା ହେଲା, ତେବେ ମୁଁ କାହିଁକି ପ୍ରତ୍ୟେକ ସମସ୍ୟାର ସମାଧାନ ବା ପ୍ରତ୍ୟେକ ଯୋଉ ଘଟଣା ମୋ ଚତୁଃପାର୍ଶ୍ୱରେ ଘଟୁଛି ତାର ଭଲ ଇମାଜିନେସନ ମୁଁ କାହିଁ କରିବି ନାହିଁ? ଯଦି ଭଲ ଇମାଜିନେସନ କରିବେ, ତେବେ ଭଲ ଆଟମସ୍ଫିୟର ଆପଣଙ୍କ ଚାରିପଟେ ରହିବ। ଏବଂ ଏଇଟା ଗୋଟେ ଅକଲ୍ଟ ସିକ୍ରେଟ ବାରମ୍ବାର ଅନେକ ସମୟରେ ସବୁ ପାଠ୍ୟକ୍ରମରେ ଯେତେବେଳେ ବି ଯୋଉଠି ହଉଛି, ମୁଁ ଏଇଟା ମନେ ପଡିଲେ କହୁଛି, ଏଇଟା ଗୋଟେ ଅକଲ୍ଟ ସିକ୍ରେଟ। ତମେ ଯେତେ ହାୟ ଥଟର ଉଚ୍ଚତର ଘଟଣା ଘଟିବାର ସମ୍ଭାବନାକୁ ଇମାଜିନ କରିବ, ତୁମ ଜୀବନରେ ସେଇ ପ୍ରକାରର ପରିବେଶ ପରିସ୍ଥିତି ତିଆରି ହବ। ତେଣୁ ଭଲ ଇମାଜିନେସନ କର। ଖରାପ ଇମାଜିନେସନ କଲେ ମଧ୍ୟ ତୁମ ଜୀବନରେ ସେ ଘଟଣା ନିଶ୍ଚୟ ଘଟିବ, ଏଇଟା ମନେ ରଖନ୍ତୁ। ଆଉ ଏବେ ଅତିମାନ ଶକ୍ତି କ୍ରିୟା କରିବା ପରଠାରୁ ତାହା ତୀବ୍ର ହେଇଯାଇଛି। ଯଦି ତମେ କିଛି ଖରାପ ଭାବିଲେ ମାନେ ନିଶ୍ଚୟ ତମ ପାଇଁ ଘଟିବ। ତମେ ଯାହା ପାଇଁ ଭାବ, ତମ ପାଇଁ ଭାବ, ଆଉ କାହା ଭାବ, ମନେକର ତମେ ଭାବିଲ ଗୋଟେ କିଛି ନାହିଁ, ବେଳେବେଳେ ଏଇଟା ଗୋଟେ ଭାରି ଡେଞ୍ଜରସ୍ ଥିଙ୍ଗ। କ'ଣ ଜାଣନ୍ତି? ଆପଣ ଗୋଟେ ଫିଲ୍ମ ଯେତେବେଳେ ଦେଖୁଛନ୍ତି, ସେଇଥିପାଇଁ କୁହାଯାଏ ଥଟ୍ ଉପରେ କଣ୍ଟ୍ରୋଲ ଆଣ। ଆପଣ ଯେତେବେଳେ ଗୋଟେ ଦେଖୁଛନ୍ତି ଫିଲ୍ମଟିଏ କିମ୍ବା ଗୋଟେ ଲୋକ ଯାଉଛି, ଆପଣ ତାକୁ ଦେଖିଦେଲେ, ଗୋଟେ ଗୋଡଟା ଭାଙ୍ଗି ଯାଇଛି, କେମିତି ଚାଲୁଛି କହିଲ, ମୋର ଯଦି ଗୋଡ ଭାଙ୍ଗିଥାନ୍ତା ଭାରି କଷ୍ଟ ହେଇଥାନ୍ତା, ଏମିତି ହେଲେ କେମିତି ଚାଲିଥାନ୍ତି କହିଲ? ତମେ ଯୋଉ ଇମାଜିନ କରିକି ନିଜ ଉପରକୁ ନେଇଗଲ, ମନେ ରଖ ତମକୁ ସେଇ ପ୍ରକାରର ପରିବେଶ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ଆପଣଙ୍କୁ କହିବେ ଯେ ମୋ ଗୋଡ ପୁରା ଭାଙ୍ଗିବ କି? ଗୋଡ ପୁରା ଭାଙ୍ଗି ନପାରେ, କାହିଁକିନା ଆପଣ ପୁରା ଭାଙ୍ଗିବା କଥା ପୁରା କ'ଣ ନେଇନାହାନ୍ତି ଭିତରକୁ। ଆପଣ ଭାବିଛନ୍ତି ଗୋଡ ଭାଙ୍ଗିଲା ବେଳେ କେମିତି ସେ କରୁଛି, କେମିତି ସେ କରୁଛି, କେମିତି ସେ ଚାଲୁଛି। ତାହେଲେ କ'ଣ ହବ? ଆପଣଙ୍କ ଗୋଡ କ'ଣ ଗୋଟେ ହବ, ଯୋଉ ସମୟରେ ଆପଣ ଗୋଟିଏ ଗୋଡ ମାନେ ନଥିଲା ଭଳିଆ ଅବସ୍ଥାରେ କେମିତି ଚାଲନ୍ତି ତାର ଅନୁଭବଟା ଆପଣଙ୍କୁ ଆସିବ। ତା ମାନେ ଆପଣଙ୍କ ପାଇଁ ଗୋଟେ ଦୁର୍ଘଟଣା ଘଟିବ। ଆପଣଙ୍କ ଗୋଡ ଶିର ଟାଣି ଦଉ କି ଗୋଡରେ କ'ଣ ଗୋଟେ ହେଇଯାଉ, ଯଦ୍ୱାରା ଆପଣ ବିନା ଗୋଟିଏ ଗୋଡରେ କେମିତି କାମ କରିବେ, ଆର ଗୋଡଟା ଅକ୍ଷମ ଥିବ, ଅବସ୍ଥାଟା ଘଟିଲା। ତେବେ ଆପଣଙ୍କର ଇମାଜିନେସନ ହିଁ ଏଇ ଯୋଉ ଦୁର୍ଘଟଣାର ଏକ କାରଣ ମନେ ରଖିବା ଆମେ। ଭାଇ ସେଥିପାଇଁ ତାହେଲେ ଆଜ୍ଞା, ତମେ ଯୋଉ କହିଲ ଯାହାବି ଭାବିବ ସେମିତି ହବ। ହଁ, ଏଇଟା ତ ଠିକ କଥା। ଯଦି କିଛି ଖରାପ ଭାବୁଛନ୍ତି ସେଟା ହୁଏ, ମୁଁ ବି ଦେଖିଛି କେତେଟା କ୍ଷେତ୍ରରେ। କିନ୍ତୁ ଯୋଉ କହିଲ ଯେ ମାନେ ଯାହାବି ଭଲ ଭାବିବ, ହାଇ ଥିଙ୍କ ତାପରେ ରଖିବ, ସେଇଟା ହବ। ଆଉ ସେମିତି ତ ତାହେଲେ ସମସ୍ତେ ତ ଯାହାର କିଛି ନେଗେଟିଭ ହଉଛି, ସିଏ ତ ତାହେଲେ ସବୁ ପଜିଟିଭ ଭାବିକି ତ ସବୁ ଭଲ ହେଇଯାନ୍ତା। ତାହେଲେ କାହିଁକି ଏତେ ଲୋକଙ୍କର ଖରାପ ହଉଛି? ସମସ୍ତେ ପଜିଟିଭ ଭାବି ପାରନ୍ତି ନାହିଁ, ଇଏ ହେଲା ପ୍ରଥମ କାରଣ। ଆଉ ଗୋଟେ କାରଣ ହଉଛି, ପ୍ରଥମ କାରଣ କ'ଣ କହିଲି? ସମସ୍ତେ ପଜିଟିଭ ଆକ୍ଚୁଆଲି ଭାବି ପାରନ୍ତି ନାହିଁ। ଏଇଟା ଗୋଟେ ତାଙ୍କର ଅସାମର୍ଥ୍ୟତା। ଭୁଲରେ ବି ଦେଖ, ତମେ ଲୋକ ଭଲ ଭାବିପାରେ ନାହିଁ, ସିଏ ନିଶ୍ଚୟ କହେ ଏଟା କ'ଣ ମୋ ଦ୍ୱାରା ହେଇପାରିବ, ନା ମୋ ପାଇଁ କ'ଣ ଏତେ ଭଲ ଘଟିବ। ଏଇ ପ୍ରକାରର ମ୍ୟାକ୍ସିମମ୍ ଲୋକଙ୍କର ଏଇ ପ୍ରକାର ମାନସିକତା ଥାଏ।
ମୋ ଭଳିଆ ଯେମିତି କଥାରେ କହନ୍ତିନି ମୋ ଭଳିଆ ପାପୀକୁ କଣ ଭଗବାନ ଆଶୀର୍ବାଦ କରିବେ? ଇଏ ଯୋଉଟା ନୁହଁ ଏଇଟା ଥଟ୍ଟା ନୁହଁ। ମ୍ୟାକ୍ସିମମ୍ ଲୋକଙ୍କର ଏକ ଏଇଟା ଗୋଟେ ଦୁର୍ବଳତା। ସେମାନେ ଜାଣନ୍ତି ସେମାନେ ବହୁତ ଭୁଲ କରୁଛନ୍ତି, ତାକୁ ଯେହେତୁ ନିଜେ କେବେ ବଦଳୁ ନାହାନ୍ତି କିମ୍ବା ବଦଳିବାକୁ ଚେଷ୍ଟା କରୁନାହାନ୍ତି, ତେଣୁ ଯେତେବେଳେ ଭଲ ଥଟ୍ ସେମାନେ କରିପାରନ୍ତି ନାହିଁ, ତାଙ୍କ ପାଖରେ ଆସେ ନାହିଁ। ଇଏ ହେଲା ଗୋଟେ ବଡ଼ କାରଣ। 90% କେସରେ ଉଚ୍ଚତର ଚିନ୍ତା, ଭଲ ଚିନ୍ତା କରିପାରନ୍ତି ନାହିଁ। ଆଉ ଗୋଟେ କେସ୍ ଅଛି, ସେ କେସ୍ ହଉଛି କଣ? ଆମେ ଏବେ ଭାବିଥାଉ ଯୋଉଟା ଆଉ ଗୋଟିଏ ମୁହୂର୍ତ୍ତରେ ତାର ଠିକ ବିପରୀତ କଥା ହିଁ ଭାବିଥାଉ। ତାହେଲେ କଣ ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ, ପ୍ଲସ୍ ଆଉ ମାଇନସ୍ କଣ ହବ? ବାଲାନ୍ସ ହବ। ଯଦି ତା ଭିତରୁ ଯୋଉଟା ଭାରି ପଡିଲା, କଣ କହିଲ ବିପରୀତ? ହଁ ବିପରୀତ। ମନେ କରାଯାଉ ତମେ ଏବେ ଭାବିଲ ଯେ ଗୋଟେ ଭଲ କଥା କଣ ଗୋଟେ କୁହ, ଯେ ମତେ ଗୋଟେ ପେନ୍ ମିଳନ୍ତା କି? ମନେ କରାଯାଉ ଆପଣ ଭାବିଲେ ମତେ ଗୋଟେ ଦାମିକିଆ ପେନ୍ କିଏ ଦିଅନ୍ତା କି? ଇଏ ହେଲା କଣ? ମନେ କରାଯାଉ ତାର ବିପରୀତ କଥା, ପେନ୍ ଟା ହଜିଗଲେ ଲୋକ କେମିତି ରହନ୍ତି, ପେନ୍ ଟା ହଜିଗଲେ କେମିତି ରହନ୍ତି, ତାର ବିପରୀତ ଚିନ୍ତା ଏଟା ନା ନାଇଁ? କି ମତେ ମତେ କଣ କେହି ପେନ୍ ଦେବେ? ଏ ବିପରୀତ ଚିନ୍ତା। ଏଇଟା ଏଇଟା ଯେମିତି ବିପରୀତ, ମାନେ ଗୋଟେ ଖାଲି ଜଷ୍ଟ ଏକ୍ସାମ୍ପଲ ପାଇଁ କହିଲେ, ସେମିତି ଗୋଟିଏ ଥଟ୍ ଆମେ କରୁ, ତାର ବିପରୀତ ଥଟ୍ ବି ଆମେ କରୁ। ସେ ସିଚୁଏସନ ସବୁ ଥାଏ, ଅନେକ ସମୟରେ ଘଟେ। ଯଦି ଆପଣ ଦିଟା ଥଟ୍ ବିପରୀତ ରଖିଲେ ତାହେଲେ କଣ ହବ? ପ୍ଲସ୍ ମାଇନସ୍। ଆମର ମାନସିକ ଗତିବିଧିରେ ଆମେ ଯଦି ଦେଖିବା ପ୍ଲସ୍ ମାଇନସ୍ କ୍ୟାନସେଲ, ଆଉ କଣ ଅଛି? ନହେଲେ ଆପଣ ଭଲ ଥଟ୍ କଲେ ଭଲ ଥଟ୍ ବି ହୁଏ। କିନ୍ତୁ ଆଉ ଟିକେ ଆପଣ ଯଦି ସାମର୍ଥ୍ୟ ରଖିଥିବେ ଆନାଲିସିସ୍ କରିବାର, ତାହେଲେ ପର୍ଟିକୁଲାର ଆନାଲିସିସ୍ କରିପାରିବେ। ମନେ କରାଯାଉ କଣ ମୁଁ ଭାବିଲି, କହିଲେ ବୁଝି ହଉନି। ବୁଝି ହଉନି, ଓକେ ହଉ। ମନେକର ମୁଁ ଭାବିଲି ଯେ ମୁଁ କିଛି ନାହିଁ, ପୁରା ସୁନ୍ଦର ଭାବରେ ଭାବିଲି ଭାଗ୍ୟଶ୍ରୀ ଦୌଡ଼ିକି ଆସୁଛି, ଭାଇ 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 କହିକି ଭାରି ଖୁସିରେ ଆସି କହୁଛି, ଭାଇ ତମ ପାଇଁ ମୁଁ ଏଇଟା ଆଣିଛି ଜାଣିଛ, ଗାଁକୁ ଯାଇଥିଲି ଇଏ କରିଥିଲି ସେ କରିଥିଲି। ମୁଁ ଗୋଟେ ଏଇ ଆପଣ ଇମାଜିନ କରିବେ, ଆପଣ ଦେଖିବେ ତା ପରଦିନ ବା 2 ଦିନ ପରେ କି 3 ଦିନ ପରେ ଆପଣଙ୍କୁ ଭାଗ୍ୟଶ୍ରୀ ଆସିବ, ଆପଣଙ୍କ ସହିତ ଭାରି ସ୍ନେହରେ କଥା ହବ। ଜିନିଷ କିଛି ନ ଦେଇପାରେ, ଆପଣ ଭାବିଛନ୍ତି ଘରୁ ଆଇଲା ପୁଳାଏ ଖଣ୍ଡେ ଜିନିଷ ନେଇକି ଆଇଛି, ଭାଇ ତମ ପାଇଁ ମୁଁ ଆଣିଥିଲି, ଆଉ ନିଅ ତମେ, ଆଉ ହେଲା ନିଅ ତମ ପାଇଁ କହିକି ଆଣିକି ଦେଲା ଜିନିଷ, ଆଉ ହେଲା ଆପଣ ଗୋଟେ ଭାବିଦେଲେ। ତାପରେ ଦେଖିବେ ଆକ୍ଚୁଆଲି ସତରେ ଘଟଣା ଟା କଣ ଘଟିବ, ଆନାଲିସିସ୍ କରିବାର ସାମର୍ଥ୍ୟ ଟିକେ ରଖିବାକୁ ପଡେ। ମୋ ଭିତରେ ଆକ୍ଚୁଆଲି ଉଦ୍ଦେଶ୍ୟ ସେଠି କଣ ହେଲା, ମୋର ଭାଗ୍ୟଶ୍ରୀ ପ୍ରତି ଏକ ଅହେତୁକି ଗୋଟେ ଭଲ ପାଇବାର ଗୋଟେ ସ୍ପନ୍ଦନଟା ମୋ ଭିତରେ ଆସିଲା, ଯେ ଭାଗ୍ୟଶ୍ରୀ ବହୁତ ଭଲ ପିଲା ଏବଂ ସେ ସମସ୍ତଙ୍କୁ ଭାରି ଭଲ ସମ୍ମାନ କରେ ଇତ୍ୟାଦି ଇତ୍ୟାଦି। ସେଇ ଯୋଉ ଭାବଟା, ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ସିଏ କଣ ହବ ତାପରେ କୌଣସି ଏକ ଦିନ ଭାଗ୍ୟଶ୍ରୀ ଆସି ପହଞ୍ଚିବ, ଭାଇ ବହୁତ ଦିନ ଆପଣଙ୍କୁ ଦେଖିନଥିଲି ଆଉ ଖୋଜୁଥିଲି ଆପଣଙ୍କୁ। ତାମାନେ ସେଇ ଯୋଉ ସମ୍ମାନ ଭାବଟା, ଯୋଉ ଭଲ ପାଇବା ଭାବଟା ସେ ପରିପ୍ରକାଶ କରିବ। ଜିନିଷ ନ ଦେଇପାରେ ବା ଏଇଟା ନ ଦେଇପାରେ ସେଇଟା ନ ଦେଇପାରେ, ବୁଝିହେଲା? ଇଏ ହଉଛି ଗୋଟେ ଘଟଣା। ଆଉ ଯୋଉଟା କହିଲ ଯେ ଅପୋଜିଟ କଥାଟା କେମିତି ହବ, ଅପୋଜିଟ ଉଦାହରଣ କେମିତି ଦେବି? ଗୋଟେ ଉଦାହରଣ ଦେ ଅପୋଜିଟ। ହଁ 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 ହଁ। ବର୍ତ୍ତମାନ ଏଇଟା ଆପଣ ଭାବିଲେ, ଏଇଟା ହେଲା ଗୋଟେ ପଜିଟିଭ ଥଟ୍ ଟା। ଆଉ ଗୋଟେ ନେଗେଟିଭ ଥଟ୍ ସାଙ୍ଗେ ସାଙ୍ଗେ ଆଉ କୋଉ ଏକ ମୁହୂର୍ତ୍ତରେ ଆପଣ ଭାବିଲେ, ଭାଗ୍ୟଶ୍ରୀ ଟା ବେକାରିଆ ପିଲାଟା, ସିଏ ସବୁବେଳେ କିଛି ନାହିଁ ମୋ ବଦମାସ ଟା ସୁଧୁ, ଆଉ ଏମିତି ସେମିତି ସେ କିଛି କାହାକୁ କେୟାର କରେ, ଏସା କରେନି ତେସା କରେନି, ତା ଭଳିଆ ବଦମାସ ପିଲା କେହି ନାହାନ୍ତି। ଦେଖ ମୋ ନାଁରେ ଯାଇକି ଆଡେ ସିଆଡେ ଏଣୁ ତେଣୁ କଥା କହିବୁ, ସେ କହିବା ମାନେ ଆପଣ ଭିତରେ ଭାବିଲେ ଦିଟା ଯାକ କଣ ହେଲା, ଗୋଟେ ପଜିଟିଭ ଆଉ ଗୋଟେ ପୁରା ନେଗେଟିଭ, ତାର ଅପୋଜିଟ ଟା, ଅପୋଜିଟ ଟା ନା ନାଇଁ? ତେବେ ତାପରେ ଆପଣଙ୍କ ପାଇଁ ଆଉ ଭାଗ୍ୟଶ୍ରୀ ଆସିକିରି ଆପଣଙ୍କୁ ସ୍ନେହରେ କିଛି କହିଲା ନାହିଁ, ଦେଖିଲା ସେ ସେଇଠି ତାର ପଳେଇଲା, ବାଲାନ୍ସ ହେଇଗଲା।
ଆପଣ ପ୍ରଥମେ ଭାବିଥିଲେ ଦୌଡ଼ିକି ଆସିବ, ଭାଇ ଭାଇ କହିକି ଦୌଡ଼ିକି ଆସିବ ଯେ ଆଣିଛି ନିଅ ରସଗୋଲା ଆଣିଛି ଆଉ ନଡିଆ ଆଣିଛି କଣ ଆଣିଛି ଦବ, ରାଶି ଲଡୁ ଆଣିଛି, କିଛି ନେକ୍ସଟ ଥଟ୍ କଲେ କଣ ଭାଗ୍ୟଶ୍ରୀ ଭାରି ଖରାପ ପିଲାଟା, ବେକାରିଆ ପିଲାଟା, ଆଉ ଏମିତି ସେମିତି ଢିଙ୍ଗିବ, ସେ ରହିଲା ବେଳେ ସେ ତାକୁ କାହାକୁ କେୟାର କରେନି, ଏମିତି ନେଗେଟିଭ ଥଟ୍, ଅପୋଜିଟ ଥଟ୍ କଲେ ନା, ଅପୋଜିଟ ଥଟ୍ କଣ ହେଲା ନା ତାପରେ ଭାଗ୍ୟଶ୍ରୀ ଆସିଲା ବି ତାର ଗଲା ସେପଟରେ ଆପଣଙ୍କୁ ଅନେଇଲା ନାହିଁ କିଛି ନାହିଁ, ବାଲାନ୍ସ ହେଇଗଲା ନା। ଏଇଟା ଆମେ ଯେମିତି ଆଲୋଚନାରେ ସେଇ ପିଲାଟାକୁ କେମିତି ଭାବିବ ଭଲ ପୁଣି ଭାବିବ ଖରାପ। ନାଇଁ ନାଇଁ ଏଇଟା ଗୋଟେ କୌଣସି ଏକ ବିଷୟରେ କୌଣସି ଏକ ବିଷୟରେ ଆମର ପଜିଟିଭ ଏବଂ ନେଗେଟିଭ ବୋଥ୍ ଥଟ୍ ଆସିବାର ସମ୍ଭାବନା ଅଛି। ଆମେ ଭାବୁ ମୋ ପାଇଁ ଏଠି ଭଲ ଘଟିବ ମୋ ପାଇଁ ଖରାପ ଘଟିବ ଆମେ ଭାବୁ। ଆମେ ହଁ ନିଜେ ଭାବୁ ଭାଇ ହଁ ଯୋଉ ପଜିଟିଭ ଭାବିଲ ଯଦି ସେଇଟା ନହେଲା ତ ତମେ ନେଗେଟିଭ ଭାବିବ ନା, ଆଉ କଣ ସାଙ୍ଗେ ସାଙ୍ଗେ ନାଇଁ ନାଇଁ ପଜିଟିଭ ନାଇଁ ନେଗେଟିଭ ଭାବି ହବ ଆରେ କି? ସେଇଟା ନହେଲେ ଘଟିବ, ସେଇଟା କଣ ସାଙ୍ଗେ ସାଙ୍ଗେ କଣ ଯୋଉ 2 ମିନିଟ ପରେ ହବ ବୋଲି କିଛି ମାନେ ଅଛି? ତମର କନସେନଟ୍ରେସନ ତମର ପାୱାର କେତେ ନା ତାର ଉପରେ ନିର୍ଭର କରେ ସେଇଟା କେତେ ସମୟ ପରେ ଘଟିବ। ତମର ଗୋଟେ ନିଜର ବ୍ୟକ୍ତିତ୍ବ ଅଛି ରହିବା ଦରକାର ନା। ସାଙ୍ଗେ ସାଙ୍ଗେ ଆସିବନି ଦିଟା ପଜିଟିଭ ସାଙ୍ଗେ ସାଙ୍ଗେ ପୁଣି ସାଙ୍ଗେ ସାଙ୍ଗେ ନେଗେଟିଭ ଆରେ ଜଣକୁ ବି ତ ସାଙ୍ଗେ ସାଙ୍ଗେ ଆସିବନି। କଣ ଇମିଡିଏଟଲି କଥା କୁହାହଉଛି। ଆରେ କଣ ଇମିଡିଏଟ କଥା କୁହାହଉଛି ମାନେ ଏବେ ଭାବିଲି ଏବେ ଭାବିବି ନାହିଁ। ଦେଖ ମୁଁ ଏଠି ଦିଟା କଥା ତିନିଟା କଥା ମିଶି କେତେ ଗୁଡେ କଥା ଗୁଡା କହୁଛି। ହଉ ପ୍ରଥମ ସିଏ କଥା ହେଲା ଗଲା ନା ନା ହଁ ମୁଁ କହୁଛି କି ଯଦି ତା ପାଇଁ ଭଲ ଭାବିଲୁ ଆ ଆଉ ଜଣଙ୍କ କଥା ଯଦି ସେଠି ହବ ଆମେ ଜାଣୁଛୁ ହଁ, ଏମତି ସେଟା ସେମତି ଯଦି ସେଟା ଭାବିଲୁ ମାନେ ସେଟା ନେଗେଟିଭ ଅଲଗା ଭାବିଲୁ। ଘଟଣା ସେଟା ଅଲଗା ଘଟଣା ହଁ ଆ ପାଇଁ ଭଲ ଘଟିବ ତା ପାଇଁ ସିଏ ବି ଆପଣଙ୍କ ବିରୁଦ୍ଧରେ କହିବ। ସିଏ ତ କହିବ ଆପଣଙ୍କ କଣ ବିରୁଦ୍ଧରେ ସେ କହିବ କି ଆପଣଙ୍କୁ ମୁଁ ଭଲରେ କହିବ। ହଁ ମୁଁ କହୁଛି କି ସେ କହୁଥିବ ଆମେ ସେଇ ଲାଗି ସେଇଟା ଭାବିଲୁ ମାନେ ଜାଣିଛୁ ସେ ତାହେଲେ ଏମିତି ଆହୁରି କହିବ ଭଲରେ କହିବ ଆହୁରି ଅଧିକା କହିବ ଆପଣ ହୁଁ ଭାବିଲେ ଯଦି ସେ ଅଧିକା କହିବ ଆହୁରି। ଏତିକିରେ ଆଗ ପ୍ରଥମ କଥା ହେଲା ଏଠି ଥିଲା ଯୋଉ କଥାଟା ଯେ ଫାଇନାଲି ଫେଥ ଦ୍ୟାଟ କ୍ୟୁଅର୍ସ। ବିଶ୍ଵାସ ହିଁ ଭଲ କରେ ଏବଂ ଯଦି ଲୋକମାନଙ୍କର ମା କହୁଛନ୍ତି ପରମ କରୁଣାର ଆରୋଗ୍ୟ ଶକ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ ରହିଥାନ୍ତା ତେବେ ସେମାନେ ହୁଏତ କେତେ କେତେ ରୋଗରୁ ମୁକ୍ତ ହୋଇ ପାରିଥାନ୍ତେ। କେତେ କେତେ ରୋଗରୁ ମୁକ୍ତ ହୋଇ ରହିପାରନ୍ତେ। ଯଦି ପରମ କରୁଣା ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିବ ତେବେ ଆମେ କେତେ କେତେ ରୋଗରୁ ମୁକ୍ତ ହୋଇ ରହିପାରନ୍ତେ। ଆମର କୋଷ ସ୍ତରରେ ବି ଗୋଟେ ଦୁର୍ବଳତା ରହିଛି ଆମେ ପରମ କରୁଣାଙ୍କ ଉପରେ ବା ତାଙ୍କର ଆରୋଗ୍ୟ ଶକ୍ତି ଉପରେ ଆମର ସେତିକି ପୂର୍ଣ୍ଣ ବିଶ୍ୱାସ ରହୁନାହିଁ। ମା ଥ୍ୟାଙ୍କ ୟୁ ଅଲ୍ ରଭର।